ଓଡ଼ିଶାବାସୀର ଲୋକମାନେ କେମିତି ଅଛ କୁହ ଟିକେ? ସମସ୍ତଙ୍କୁ ଜୟ ଜଗନ୍ନାଥ। ଭଗବାନ ଜଗନ୍ନାଥ ସମସ୍ତଙ୍କର ଇଚ୍ଛା ପୂରଣ କରନ୍ତୁ ଏବଂ ସମସ୍ତଙ୍କୁ ଖୁସିରେ ରଖନ୍ତୁ। ତ ଆଜି ଆମେ ଓଡ଼ିଆ ଗ୍ରାମର କ୍ୱେଶ୍ଚନ୍ କରିବା। ତ କ୍ୱେଶ୍ଚନ୍ ନମ୍ବର 1 ଯଦି ତୁମକୁ ଏମିତି ଦିଆଯିବ ତାହେଲେ କ'ଣ କରିବ? କ୍ୱେଶ୍ଚନ୍ ନମ୍ବର 1ରେ ଯଦି ବାକ୍ୟ କାହାକୁ କୁହାଯାଏ ଯଦି କୁହାଯିବ ତାହେଲେ କ'ଣ କରିବ ତୁମେମାନେ? ଦେଖ କ୍ୱେଶ୍ଚନ୍ ନମ୍ବର 1 ଦେଇଛି, ଅପସନ୍ ନମ୍ବର 1ରେ ଦେଇଛି ଅକ୍ଷରମାନଙ୍କର ସମୂହ, ତାପରେ ଶବ୍ଦମାନଙ୍କର ଅର୍ଥହୀନ ସମୂହ, ତାପରେ ଅପସନ୍ ନମ୍ବର ସିରେ ଦେଇଛି ଅର୍ଥପୂର୍ଣ୍ଣ ଶବ୍ଦମାନଙ୍କର ସଠିକ୍ ସମୂହ, ଅପସନ୍ ନମ୍ବର ଡି ଦେଇଛି ଧ୍ୱନିର ସମୂହ। ଆମେ ବାକ୍ୟ କାହାକୁ କହିଥାଉ? ଏକ ବା ଏକାଧିକ ଶବ୍ଦ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଆମେ କ'ଣ କହିଥାଉ? ବାକ୍ୟ କହିଥାଉ। ତ ସଠିକ୍ ଉତ୍ତର କ'ଣ ହେଇଯିବ? ସଠିକ୍ ଉତ୍ତର ହେଇଯିବ ଏକ ବା ଏକାଧିକ ଶବ୍ଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ କ'ଣ କୁହାଯାଏ? ଏକ ବା ଏକାଧିକ ଶବ୍ଦ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କଲେ ତାକୁ ଆମେ ଶବ୍ଦ କହିଥାଉ। ତ କ'ଣ ହେଇଯିବ? କୌଣସି ଅର୍ଥ ପ୍ରକାଶ କରୁଥିଲେ ମାନେ ଅର୍ଥପୂର୍ଣ୍ଣ ଶବ୍ଦମାନଙ୍କର ସଠିକ୍ ସମୂହ ହୋଇଯିବ। ଏଇ ଜିନିଷକୁ ମନେ ରଖିବ, ପେନ୍ ଆଉ ପେପରରେ ଲେଖି ରଖ। ଏକ ବା ଏକାଧିକ ଶବ୍ଦ ମିଳିତ ହୋଇ ଗୋଟିଏ ମନର ଭାବକୁ କିମ୍ବା ଆମେମାନେ କ'ଣ କହିପାରିବା? ଲେଖି ରଖିବ, ଏକ ବା ଏକାଧିକ ଶବ୍ଦ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କଲେ ତାକୁ ଆମେ ଶବ୍ଦ କହିଥାଉ। ତ କ'ଣ ହେଇଯିବ? ଅର୍ଥପୂର୍ଣ୍ଣ ଶବ୍ଦମାନଙ୍କର ସଠିକ୍ ସମୂହ ହେଇଯିବ। ଠିକ୍ ଅଛି, ବହୁତ ହି ସୁନ୍ଦର। ତାପରେ ନେକ୍ସଟ କ୍ୱେଶ୍ଚନ୍ ଦେଖ, ଏଇ ଜିନିଷକୁ ମନେ ରଖିବ। ଯେତେବେଳେ ଅନେକ ଶବ୍ଦ ମିଶି ସଠିକ୍ ଭାବରେ ଏକ ସ୍ପଷ୍ଟ ଅର୍ଥ ପ୍ରକାଶ କଲେ ତାକୁ ଆମେ କ'ଣ କହିଥାଉ? ବାକ୍ୟ କହିଥାଉ। ଯେତେବେଳେ ଅନେକ ଶବ୍ଦ ମିଶି ସଠିକ୍ ଭାବରେ ଏକ ସ୍ପଷ୍ଟ ଅର୍ଥ ପ୍ରକାଶ କରେ ତାହାକୁ ଆମେ ବାକ୍ୟ କହିଥାଉ। ଏହାକୁ ଆମେ ଏମିତି କହିପାରିବା, ଏକ ବା ଏକାଧିକ ଶବ୍ଦ ମିଶି ବା ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କଲେ ତାକୁ ଆମେ କ'ଣ କହିବା? ବାକ୍ୟ ବୋଲି କହିବା। ଯେମିତି ଦେଖ, ରାମ ବିଦ୍ୟାଳୟକୁ ଯାଉଛି, ମୁଁ ପୁସ୍ତକ ପଢ଼ୁଛି। ଏଥିରେ ଏଇଟା ବି ଗୋଟିଏ ଶବ୍ଦ ଅଟେ, ଏଇଟା ବି ଶବ୍ଦ ଅଟେ, ଏଇଟା ବି ଶବ୍ଦ ଅଟେ, ତ ମିଶିକି ହେଇଛି। ଠିକ୍ ଅଛି, ଏଥିରେ ଏକରୁ ଅଧିକ ଶବ୍ଦ ଅଛି, ମାନେ ଏକ ବା ଏକାଧିକ ଶବ୍ଦ ମିଶି କୌଣସି ଅର୍ଥ ପ୍ରକାଶ କଲେ ତାକୁ ଆମେ ବାକ୍ୟ ବୋଲି କହିବା। ଠିକ୍ ଅଛି, ମୁଁ ରାସ୍ତାରେ ଯାଉଛି, କ'ଣ ହେଇଯିବ? ଏଇଟା ବି ଗୋଟିଏ ବାକ୍ୟ ହେଇଯିବ। ଠିକ୍ ଅଛି, ବହୁତ ହି ସୁନ୍ଦର। ବାକ୍ୟ କହିଲେ କ'ଣ ବୁଝିଗଲ? ନେକ୍ସଟ କ୍ୱେଶ୍ଚନ୍, ଶବ୍ଦ କାହାକୁ କୁହାଯାଏ? ଯଦି ତୁମକୁ ଏମିତି କ୍ୱେଶ୍ଚନ୍ ଦିଆଯିବ ପରୀକ୍ଷାରେ ତାହେଲେ କ'ଣ କରିବ? ଅକ୍ଷରମାନଙ୍କର ସମୂହ ଦେଇଛି, ଅପସନ୍ ନମ୍ବର ଏ ଦେଇଛି, ବିରେ ଦେଇଛି ଅର୍ଥ ବୁଝାଉଥିବା ଅକ୍ଷରମାନଙ୍କ ସମୂହ, ତାପରେ ବାକ୍ୟର ଅଂଶ, ତାପରେ ଧ୍ୱନିର ସମୂହ। ଦେଖ, ଏଇ ଜିନିଷକୁ ମନେ ରଖ, ବାକ୍ୟର ପ୍ରତ୍ୟେକଟି ଅଂଶକୁ କ'ଣ କୁହାଯାଏ? ବାକ୍ୟର ପ୍ରତ୍ୟେକଟି ଅଂଶକୁ ପଦ ବୋଲି କୁହାଯାଏ। ପଦ, ଏଇ ଜିନିଷ ମନେ ରଖିବ। କିନ୍ତୁ ଆମକୁ କ୍ୱେଶ୍ଚନ୍ ପଚାରିছে ଶବ୍ଦ କାହାକୁ କୁହାଯାଏ? ତାହେଲେ କ'ଣ କରିବ? ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କଲେ ବା ମନର
ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାକୁ ଆମେ କ'ଣ କହିବା? ଶବ୍ଦ ବୋଲି କହିବା। ଶବ୍ଦ। ଏହାର ସଠିକ୍ ଉତ୍ତର କ'ଣ ହେବ? ଶବ୍ଦ କାହାକୁ କୁହାଯାଏ? ପେନ୍ ଓ ପେପରରେ ଲେଖି ରଖ। ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କଲେ ତାକୁ ଆମେ କ'ଣ କହିଥାଉ? ଶବ୍ଦ ବୋଲି କହିଥାଉ। ତ ବର୍ଣ୍ଣକୁ ଆଉ କ'ଣ କୁହାଯାଏ? ଅକ୍ଷର ବୋଲି କୁହାଯାଏ। ତ ସଠିକ୍ ଉତ୍ତର କ'ଣ ହେବ? ଅର୍ଥ ବୁଝାଉଥିବା ଅକ୍ଷରମାନଙ୍କ ସମୂହକୁ କ'ଣ କୁହାଯାଏ? ଶବ୍ଦ ବୋଲି କୁହାଯାଏ। ଲେଖି ରଖ। ଯାହା କହୁଛି ପେନ୍ ଓ ପେପରରେ ଭଲସେ ନୋଟ୍ କରିକି ଲେଖି ରଖିବ। ଶବ୍ଦ କାହାକୁ କୁହାଯାଏ? ବାକ୍ୟ କାହାକୁ କୁହାଯାଏ? ଏଥିରେ କନଫ୍ୟୁଜ୍ ହେଇଯିବ। ଏହାର ଡିଫରେନ୍ସ ବି କହିବି। ଶବ୍ଦ କାହାକୁ କୁହାଯାଏ? ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କଲେ ତାକୁ ଆମେ କ'ଣ କହିଥାଉ? ଶବ୍ଦ ବୋଲି କହିଥାଉ। କିମ୍ବା ଅର୍ଥ ବୁଝାଉଥିବା ଅକ୍ଷରମାନଙ୍କ ସମୂହକୁ ଆମେ କ'ଣ କହିଥାଉ? ଶବ୍ଦ ବୋଲି କହିଥାଉ। ବର୍ଣ୍ଣ ହେଇଗଲା, ଅକ୍ଷର ହେଇଗଲା, ଏଗୁଡ଼ିକ ସେମ୍ ଜିନିଷ ଅଟେ। ଠିକ୍ ଅଛି। ତ ଏହାର ଡିଫରେନ୍ସ ଏତିକି ହିଁ ଅଟେ। ବାକ୍ୟ ଆଉ ଶବ୍ଦ, ଏ ଦୁଇଟାର ଡିଫରେନ୍ସ ଏତିକି। ବାକ୍ୟ କାହାକୁ କୁହାଯାଏ? ଏକ ବା ଏକାଧିକ ଶବ୍ଦ ଲେଖି ରଖିବ। ଏକ ବା ଏକାଧିକ ଶବ୍ଦ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କଲେ ତାକୁ ଆମେ କ'ଣ କହିଥାଉ? ବାକ୍ୟ କହିଥାଉ। ଏକ ବା ଏକାଧିକ ଶବ୍ଦ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କଲେ ତାକୁ ଆମେ କ'ଣ କହିଥାଉ? ବାକ୍ୟ କହିଥାଉ। ଆଉ ଶବ୍ଦରେ କ'ଣ ହୁଏ? ଏକ ବା ଏକାଧିକ ବର୍ଣ୍ଣ, এই ଜିନିଷକୁ ମନେ ରଖ। ଏକ ବା ଏକାଧିକ ବର୍ଣ୍ଣ ବା ଅକ୍ଷର, ତୁମେ ଯେଉଁଟା ବି କରିବ। ଠିକ୍ ଅଛି। ଏତିକି ହିଁ ଡିଫରେନ୍ସ। ଏକ ବା ଏକାଧିକ ଶବ୍ଦ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କଲେ ତାକୁ ଆମେ ବାକ୍ୟ କହିଥାଉ। ଆଉ ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ ଏଗୁଡ଼ିକୁ ମନେ ରଖିବ। ଠିକ୍ ଅଛି। ଏକ ବା ଏକାଧିକ ଶବ୍ଦ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କଲେ ତାକୁ କ'ଣ କହିଥାଉ? ବାକ୍ୟ। ଆଉ ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କଲେ ତାକୁ ଆମେ କ'ଣ କହିଥାଉ? ଶବ୍ଦ କହିଥାଉ। ଦେଖ, ଏଇଟା ହେଉଛି ଆମର ବର୍ଣ୍ଣ। ଏଇଟା ଗୋଟେ ଦେଖ, ଏଇଟା ଶବ୍ଦ ଅଟେ। ସମୂହ ଲେଖା ଅଛି। ତ ଏଥିରେ କେତୋଟି ବର୍ଣ୍ଣ ଅଛି? କେତୋଟି ବର୍ଣ୍ଣ ଅଛି ଏଠାରେ? 3ଟି ବର୍ଣ୍ଣ ଅଛି। ଏଇଟା ଗୋଟେ ବର୍ଣ୍ଣ ବା ଅକ୍ଷର। ଏଇଟା 3ଟି ବର୍ଣ୍ଣ ମିଶି କ'ଣ ହେଇଛି? ଗୋଟେ ଶବ୍ଦ ତିଆରି ହେଇଛି। ତ ଆମେ ଏହାକୁ କ'ଣ କହିବା? ଶବ୍ଦ କାହାକୁ କୁହାଯାଏ? 3ଟି, ଏକରୁ ଅଧିକ ଅଛି ମାନେ ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କଲେ ତାକୁ ଆମେ କ'ଣ କହିବା? ଶବ୍ଦ କହିବା। ଶବ୍ଦ। ତ ଶବ୍ଦ ଆଉ ବାକ୍ୟରେ ଯଦି କ୍ୱେଶ୍ଚନ୍ ଦିଆଯିବ ତାହେଲେ କରିପାରିବ। ଠିକ୍ ଅଛି। ବୁଝି ନ ପାରିଲେ କହିବ। ବହୁତ ହି ସୁନ୍ଦର। ତାପରେ ନେକ୍ସଟ କ୍ୱେଶ୍ଚନ୍ କରିବା। ଦେଖ, ଯେଉଁ ଅକ୍ଷରମାନଙ୍କର ସମୂହ ଦ୍ୱାରା କୌଣସି ଅର୍ଥ ପ୍ରକାଶ ପାଏ ତାକୁ ଆମେ କ'ଣ କହିଥାଉ? ଶବ୍ଦ। ତାକୁ ଆମେ ଶବ୍ଦ ବୋଲି କହିବା। କିମ୍ବା ଆମେ ଏମିତି ବି କହିବା, ଯେଉଁ ବର୍ଣ୍ଣମାନଙ୍କର ସମୂହ ଦ୍ୱାରା କୌଣସି ଅର୍ଥ ପ୍ରକାଶ ପାଏ। ବର୍ଣ୍ଣ ବା ଅକ୍ଷର ସେଇ ସେମ୍ ଜିନିଷ। ଯେମିତି ଘର ହେଇଗଲା, ଏଥିରେ 2ଟି ବର୍ଣ୍ଣ ଅଛି। ବର୍ଣ୍ଣ ଏଥିରେ 2ଟି ଅଛି। ଛାତ୍ର ହେଇଗଲା, ଏଠି ଅର୍ଥ ପ୍ରକାଶ ପାଉଛି। ଦେଖ, ଘର ଗୋଟିଏ ଘରକୁ ବୁଝାଉଛି। ଶିକ୍ଷା, ଛାତ୍ର ଗୋଟିଏ ଷ୍ଟୁଡେଣ୍ଟକୁ ବୁଝାଉଛି। ଯଦି ଏଠାରେ ଲେଖା ଥିବ ରଘ, ଏହାର କିଛି ଅର୍ଥ ଅଛି କି? ଚାଷୀ, ଏଥର କିଛି ଅର୍ଥ ଅଛି କି? କିଛି ଅର୍ଥ ନାହିଁ। ତ ଏଇଟାକୁ ଆମେ ଶବ୍ଦ ବୋଲି କହିପାରିବା ନାହିଁ। ଠିକ୍ ଅଛି। ଏଇଟା ଶବ୍ଦ ନୁହେଁ। ଯେଉଁଟା ଅର୍ଥ ପ୍ରକାଶ ପାଉଛି ସେଇଟା ଶବ୍ଦ। ଯେଉଁଟା ଅର୍ଥ ପ୍ରକାଶ ପାଉନାହିଁ ସେଇଟା ଶବ୍ଦ ନୁହେଁ।
ठीक अच्छे एतकी ही मन रख बहुत ही सुंदर क्वेश्चन एबे कह जदि तुमको क्वेश्चन दिया जीवो धनी क्या कह धनी धनी आम मैंने क्या कहवा भाषार सर्वनिम्न एकक को ध्वनि बोली कह जाए लिखि रख तो ये ऑप्शन कौन कौन देछि अक्षर लेखा आकार तापर देछि कान रे सुनिबाकु मिलुथिबा शब्द तापर शब्द मानकर समूह तापर वाक्यर अंश देछि देख तो कौन है आम मैंने ध्वनि क्या कही देखो भाषार सर्वनिम्न एकक को आम ध्वनि बोली कही था तो ये ऑप्शन रे कंफ्यूजन करने देख एमती क्वेश्चन देव परीक्षा जे स्टूडेंट मानकर ज्ञान अच्छी कि नहीं इटा परीक्षा करा तो ध्वनि क्या कह जाए लिखि रख भाषार सर्वनिम्न एकक को ध्वनि बोली कह जाए तो यार सठिक उत्तर कौन है कान रे शुणा मिलुवा शब्द को आम कौन कह ध्वनि बोली कह ठीक अच्छे भाषार सर्वनिम्न एकक को आम कौन कह ध्वनि बोली कह ध्वनि सांकेतिक रूप को कौन कह जदि क्वेश्चन दिज्व ताले कौन कर ध्वनि सांकेतिक रूप को कौन कह जाए ध्वनि सांकेतिक रूप को वर्ण बोली कह जाए कौन कह जाए वर्ण ठीक अच्छे आ ध्वनि लिखित रूप को कौन कह जाए ध्वनि लिखित रूप को लिपि कह जाए लिपि ये जिनस मन रख केवल एतकी ही मन रख भाषा ध्वनि सांकेतिक रूप को वर्ण कह जाए और ध्वनि लिखित रूप को लिपि बोली कह जाए ठीक अच्छे वर्ण और लिपि मध्य बुझीपार कि नहीं कह इटा बुझीपार तो बहुत ही सुंदर तापर नेक्स्ट क्वेश्चन कर देख कान शुणा मिलुवा शब्द को आम कौन कह ध्वनि जो शब्द कान शुणा मिले आम ध्वनि बोली कह जमी घंटीर ध्वनि हो गला ठन ठन तापर पक्षीर कुहु कुहु तापर वज्रपातर शब्द कौन सी शब्द ध्वनि ठीक अच्छे बुझीगल तापर नेक्स्ट देख लिपि क्या कह जाए बर्तमान मुझे कही कौन कही ध्वनि लिखित रूप को लिपि बोली कह जाए तो ये कौन देछि कान शुणा जाऊथिबा ध्वनि को आम कौन कह ध्वनि बोली कह ध्वनि तापर ऑप्शन नंबर बी देछि ध्वनि को लेखिबा पई व्यवहृत चिन्ह मानकर समूह देख अर्थ पूर्ण शब्द यहाँ तो हेब नहीं तो कौन है एत लंबा लंबा कष्ट कर लिखी तो कौन हो ध्वनि को लिखा व्यवहृत चिन्ह मानकर समूह कि आम मैंने कौन कह लिपि बोली कह सर्ट रे एमती मन रख ध्वनि लिखित रूप को लिपि बोली कह जाए ध्वनि को लिखा व्यवहृत चिन्ह मानकर समूह को आम मैंने लिपि कह लिपि ठीक अच्छे तो ये कौन देख ध्वनि को लिखित आकार प्रकाश करने जो चिन्ह मान व्यवहार करा जाए ताको हम कौन कह लिपि कह लिपि ध्वनि लिखित रूप को लिपि भी आम कह जमीती कि ओडिया लिपि हो गला ठीक अच्छे तापर देवनागरी लिपि ये कौन लिपि ध्वनि को लिखा जाइए तापर देख भाषार सर्वनिम्न एकक को कौन कह जाए पचारि भाषार सर्वनिम्न एकक को आम कौन कही था ध्वनि बोली कही था तो ये चारोटी जिनिस आम मैंने बर्तमान कर सारीछु ये चारोटी जिनिस जदि क्वेश्चन दिज्व तुमको ताहले करि पारिबो कि नहीं
କରିପାରିବ ତ? ବହୁତ ହି ସୁନ୍ଦର। ତାପରେ ନେକ୍ସଟ ଯିବା। ଦେଖ କଣ ଲେଖା ଅଛି। ଆମକୁ କ୍ୱେଶ୍ଚିନ୍ ଯଦି ଦିଆଯିବ ଏମିତି, ଯେତେବେଳେ ଧ୍ୱନିଟିଏ ଲିଖିତ ରୂପ ଧାରଣ କରେ ସେତେବେଳେ ତାକୁ କ'ଣ କୁହାଯାଏ? ଧ୍ୱନିକୁ ଯଦି ଆମେ ଲେଖିଦେବା ତାକୁ ଆମେ ଲିପି ବୋଲି କହିବା। ତ ଦେଖ କ୍ୱେଶ୍ଚିନ୍ ବୁଲେଇ ବୁଲେଇକି ତୁମକୁ ପଚାରିବ। ଠିକ୍ ଅଛି। ଦେଖ ଯଦି ଆମକୁ କ୍ୱେଶ୍ଚିନ୍ ଦିଆଯିବ ସ୍ୱର ବର୍ଣ୍ଣର ସାଙ୍କେତିକ ରୂପକୁ କ'ଣ କୁହାଯାଏ? ସ୍ୱର ବର୍ଣ୍ଣର ସାଙ୍କେତିକ ରୂପକୁ କ'ଣ କୁହାଯାଏ? ମାତ୍ରା ବୋଲି କୁହାଯାଏ। ସ୍ୱର ବର୍ଣ୍ଣର ସାଙ୍କେତିକ ରୂପକୁ ମାତ୍ରା, ଆଉ ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ ଫଲା ବୋଲି କୁହାଯାଏ। ତ ମାତ୍ରା କହିଲେ କ'ଣ, ଫଲା କହିଲେ କ'ଣ? ଯଦି କ୍ୱେଶ୍ଚିନ୍ ଦିଆଯିବ କରିପାରିବ ତ? ବହୁତ ହି ସୁନ୍ଦର କରିପାରିବ। ନେକ୍ସଟ କ୍ୱେଶ୍ଚିନ୍କୁ ଆମେ କରିବା। ଦେଖ ତ ଲିପି ହେଉଛି ଧ୍ୱନିର କେଉଁ ରୂପ? ଲିପି ହେଉଛି ଧ୍ୱନିର କେଉଁ ରୂପ? ତ କ'ଣ ହେଇଯିବ? ଧ୍ୱନିର ସାଙ୍କେତିକ ରୂପକୁ ଲିପି କୁହାଯାଏ। ଧ୍ୱନିର ସାଙ୍କେତିକ ରୂପକୁ ଲିପି କୁହାଯାଏ। ତ କ'ଣ ହେଇଯିବ? ଲିପି ହେଉଛି ଧ୍ୱନିର ସାଙ୍କେତିକ ରୂପ। ଦେଖ ଧ୍ୱନିର ସାଙ୍କେତିକ ରୂପକୁ ତ ଦେଖ ଲିଖିତ ରୂପ କାହାକୁ କୁହାଯାଏ? ଧ୍ୱନିର ଲିଖିତ ରୂପ। ଦେଖ ଏଥିରେ ଅପସନରେ ନାହିଁ। ଧ୍ୱନିର ଲିଖିତ ରୂପକୁ ଆମେ କ'ଣ କହିବା? ଲିପି ବୋଲି କହିବା। ଧ୍ୱନିର ଲିଖିତ ରୂପ ଏଠାରେ ଅପସନରେ ହିଁ ନାହିଁ। ଧ୍ୱନିର ସାଙ୍କେତିକ ରୂପକୁ ତ ବର୍ଣ୍ଣ ବୋଲି କହିଥାଉ। ଦେଖ ଧ୍ୱନିର ସାଙ୍କେତିକ ରୂପକୁ ଆମେ ମାନେ କ'ଣ କହିଥାଉ? ବର୍ଣ୍ଣ। ଧ୍ୱନିର କଥିତ ରୂପକୁ ଆମେ କ'ଣ କହିବା? ଯଦି ଆମେ କହିବା ତାକୁ ସେଇଟା ହେଇଯିବ ଧ୍ୱନି ବୋଲି କୁହାଯାଏ। ଯେଉଁଟା ଆମେ ଯଦି ଆମେ କହିବା ଆମର କ'ଣ ବାହାରିବ? ଗୋଟେ ଧ୍ୱନି ବାହାରିବ, ଗୋଟେ ସାଉଣ୍ଡ ବାହାରିବ। ତ ସାଉଣ୍ଡ ବାହାରିଲେ ତାକୁ ଆମେ କ'ଣ କହିବା? ଧ୍ୱନି କହିବା, ଧ୍ୱନି। ଆଉ ବ୍ୟୁତ୍ପନ୍ନ ରୂପ, ଦେଖ ବ୍ୟୁତ୍ପନ୍ନ ଶବ୍ଦ, ମୌଳିକ ଶବ୍ଦ ଏଗୁଡ଼ିକ ଜାଣିବା ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ ଅଟେ। ତାପରେ ନେକ୍ସଟ କ'ଣ ଦେଇଛି କରିବା। ଦେଖ ଭାଷା ପ୍ରକାଶିତ ହେବା ପାଇଁ କେତୋଟି ରୂପ ଗ୍ରହଣ କରିଥାଏ? ଗୋଟେ ଭାଷା ପ୍ରକାଶିତ ହେବା ପାଇଁ କେତୋଟି ରୂପ ଧାରଣ କରିଥାଏ? କେତୋଟି? ଦୁଇଟି କରିଥାଏ। ଗୋଟିଏ ଲିଖିତ ଆଉ ଗୋଟେ କଥିତ। ଦୁଇଟି। ତ କ'ଣ ହେଇଯିବ? ଦୁଇଟି ହେଇଯିବ ସଠିକ ଉତ୍ତର। ଦୁଇଟି ଭାଷା ପ୍ରକାଶିତ ହେବା ପାଇଁ। ତାପରେ କ'ଣ ଦେଇଛି ଦେଖ, ଭାଷା ପ୍ରକାଶିତ ହେବା ପାଇଁ ଗ୍ରହଣ କରୁଥିବା ଦୁଇଟି ରୂପ କ'ଣ? ଦୁଇଟି ରୂପ, କଥିତ ରୂପ, ଲିଖିତ ରୂପ। ଅପସନ୍ ନମ୍ବର ସି ହେଇଯିବ। ଶବ୍ଦ କାହାକୁ କୁହାଯାଏ? ବାକ୍ୟ କାହାକୁ କୁହାଯାଏ କହିଲି? ଧ୍ୱନି ବର୍ଣ୍ଣ ସମ୍ପର୍କରେ ବି କହିଛି। ଏବେ ଦେଖ ବର୍ଣ୍ଣ, ସ୍ୱର ବର୍ଣ୍ଣ ଆଉ ବ୍ୟଞ୍ଜନ ବର୍ଣ୍ଣ। ସ୍ୱର ବର୍ଣ୍ଣ କାହାକୁ କୁହାଯାଏ? ସ୍ୱର ବର୍ଣ୍ଣ କାହାକୁ କୁହାଯାଏ? ଆଉ ବ୍ୟଞ୍ଜନ ବର୍ଣ୍ଣ। ଯେଉଁ ବର୍ଣ୍ଣ କାହାରି ସାହାଯ୍ୟ ନ ନେଇ ଆପେ ଆପେ ଉଚ୍ଚାରିତ ହୋଇଥାଏ ତାକୁ ଆମେ କ'ଣ କହିଥାଉ? ସ୍ୱର ବର୍ଣ୍ଣ କହିଥାଉ। ଯେଉଁ ବର୍ଣ୍ଣ କାହାରି ସାହାଯ୍ୟ ନ ନେଇ ଆପେ ଆପେ ଉଚ୍ଚାରିତ ହୁଏ ତାକୁ ସ୍ୱର ବର୍ଣ୍ଣ କହିଥାଉ। ଆଉ ଯେଉଁ ବର୍ଣ୍ଣ ସ୍ୱର ବର୍ଣ୍ଣ ସାହାଯ୍ୟରେ ଉଚ୍ଚାରିତ ହୋଇଥାଏ ତାକୁ ଆମେ କ'ଣ କହିଥାଉ? ବ୍ୟଞ୍ଜନ ବର୍ଣ୍ଣ ବୋଲି କହିଥାଉ। ସ୍ୱର ବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ ମନେ ରଖିବ। ଯେଉଁ ବର୍ଣ୍ଣ କାହାରି ସାହାଯ୍ୟ ନ ନେଇ ଆପେ ଆପେ ଉଚ୍ଚାରିତ ହୁଏ ତାକୁ ଆମେ ସ୍ୱର ବର୍ଣ୍ଣ କହିଥାଉ। ଯେମିତିକି ଅ ହେଇଗଲା, ତାପରେ ଆ ହେଇଗଲା,
ଇ ହେଇଗଲା। ଠିକ୍ ଅଛି। ସ୍ୱର ବର୍ଣ୍ଣ। ତାପରେ ବ୍ୟଞ୍ଜନ ବର୍ଣ୍ଣ କ। କ କେମିତି ହେଇଛି? କ ସ୍ୱର ବର୍ଣ୍ଣ ସାହାଯ୍ୟ ନେଇକି ବ୍ୟଞ୍ଜନ ବନେଇଛି କେମିତି? ଦେଖ କ ରେ ହଲନ୍ତ ଯୁକ୍ତ ଅ, ଏଇଟା ମିଶିଛି। ମିଶିକି କ'ଣ ହେଇଛି? କ ହେଇଛି। ଦେଖ ଖ ରେ ହଲନ୍ତ ଯୁକ୍ତ ଅ ମିଶିକି କ'ଣ ହେଇଛି? କ ରେ ହଲନ୍ତ ଯୁକ୍ତ ଅ ମିଶିକି ଆମର ହେଇଛି ଖ। ତ ଏଇ ଜିନିଷକୁ ମନେ ରଖିବ। ତ ସ୍ୱର ବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ ଏଇଟାକୁ ବି ଜାଣିଗଲ। ସ୍ୱର ବର୍ଣ୍ଣର ସାଙ୍କେତିକ ରୂପକୁ ମାତ୍ରା କୁହାଯାଏ, ଆଉ ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ ଫଲା ବୋଲି କୁହାଯାଏ। ଠିକ୍ ଅଛି। ବହୁତ ହି ସୁନ୍ଦର। ଦେଖ ଭାଷିକ ଧ୍ୱନି କାହାକୁ କୁହାଯାଏ? କ୍ୱେଶ୍ଚିନ୍ ଆମକୁ ପଚାରିଛି ଯେ ଏଇ ଭିତରୁ ଭାଷିକ ଧ୍ୱନି କେଉଁଟା ଅଟେ ପଚାରିଛି। ଝରଣା ଝରିରେ ସୃଷ୍ଟି ହେଉଥିବା ଧ୍ୱନି ଏଇଟା ଭାଷିକ ଧ୍ୱନି ନୁହେଁ। ପତ୍ରରେ ପତ୍ର ଘଷି ହେଲେ ସୃଷ୍ଟି ହେଉଥିବା ଧ୍ୱନି। ଦେଖ ଯଦି ପତ୍ର ପଡ଼ିଲା ଖସ୍ କରିଲା, ଏହାର କିଛି ଭାଷା ଅଛି କି? ନାହିଁ। ତ ଏଇଟା ବି ନୁହେଁ। ବାସସ୍ଥାନକୁ ଆମେ ଘର କହିଥାଉ, ତ ଏଇଟା ହେଇଯିବ ଭାଷିକ ଧ୍ୱନି। ଝରଣା ଝରିଲେ କେମିତି ଝର ଝର, ଏହାର କିଛି ଭାଷା ଅଛି କି? କିଛି ଭାଷା ନାହିଁ, ତ ଏକୁ ଆମେ ଭାଷିକ ଧ୍ୱନି ବୋଲି କହିବା ନାହିଁ। ତ ତାପରେ ଅପସନ୍ ଡି ଦେଇଛି କଠିନ ପଦାର୍ଥରେ ଆଉ ଗୋଟିଏ ପଦାର୍ଥ ବାଜିଲେ ସୃଷ୍ଟି ହେଉଥିବା ଧ୍ୱନି। ଯଦି ଗୋଟେ ବାଜିଲା ଠନ୍ ବାଜିଲା, ତ ଏଇ ଠନ୍ ଯୋଉ ବାଜିଲା ଏହାର କିଛି ଭାଷା ଅଛି କି? କିଛି ଭାଷା ନାହିଁ। ଯାହା ତ ଏହାକୁ ଆମେ କ'ଣ କହିବା? ଯଦି ଭାଷା ନାହିଁ ତାହେଲେ ଭାଷିକ ଧ୍ୱନି ନୁହେଁ। ଦେଖ ବାସସ୍ଥାନକୁ ଆମେ ଘର ବୋଲି କହିଥାଉ, ତ ଏଇଟା ହେଉଛି ଘରଟା କ'ଣ? ଘରଟା ହେଉଛି ଭାଷିକ ଧ୍ୱନି ଅଟେ। ଦେଖ ଆସକୁ ଆମେ ମାନେ କ'ଣ କହିଥାଉ? ଆସ, ଆସଗୁ ଆମେ କ'ଣ କହିଥାଉ? ଆଗୁ, କ'ଣ ହେଇଯିବ? ଆ ହେଇଯିବ ଭାଷିକ ଧ୍ୱନି। ଦେଖ ଅସହମତି ପାଇଁ ନାହିଁ ଆଉ ଆମେ କ'ଣ କହିଥାଉ? ନା କହିଥାଉ। ଅସହମତି ପାଇଁ ଆମେ ମାନେ ନା ବ୍ୟବହାର କରିଥାଉ, ତ ଏଇଟା ବି କ'ଣ ଅଟେ? ଭାଷିକ ଧ୍ୱନି। ଠିକ୍ ଅଛି। ଆଉ ବାସସ୍ଥାନକୁ ଆମେ ଘର କହିଥାଉ, ଏଇଟା ହେଇଯିବ ଭାଷିକ ଧ୍ୱନି। ଠିକ୍ ଅଛି। ଭାଷିକ ଧ୍ୱନି କହିଲେ କ'ଣ ଆଜି ବୁଝିଗଲ? ବୁଝିଥିଲ କି ଆଗରୁ? ବୁଝି ନଥିଲ। ତ କନଫ୍ୟୁଜନ୍ କରିବା ପାଇଁ ଦେଖ କ୍ୱେଶ୍ଚିନ୍ ପରୀକ୍ଷା ପାଇଁ ଯାହା ଗୁରୁତ୍ୱପୂର୍ଣ୍ଣ ତାହା କହୁଛି, ଯୋଉଟା ଗୁରୁତ୍ୱପୂର୍ଣ୍ଣ ନୁହେଁ ତାହା କହୁନି। ଉତ୍ତର ଦେଖିଦେଲ? ଆରେ ପିଲାମାନେ ଉତ୍ତର ଦେଖି ଦେଉଛନ୍ତି। ଦେଖ କ୍ୱେଶ୍ଚିନ୍ କ'ଣ କହିଛି? ଧ୍ୱନିକୁ ବର୍ଣ୍ଣିତ ବା ଚିତ୍ରିତ କରାଯାଉଥିବାରୁ ତାହାକୁ ଆମେ କ'ଣ କହିଥାଉ? ଗୋଟେ ଧ୍ୱନିକୁ ବର୍ଣ୍ଣିତ ବା ଚିତ୍ରିତ କରିଦେଲେ ତାକୁ ମାନେ କ'ଣ କହିବା? ତାକୁ ଶବ୍ଦ କାହାକୁ କୁହାଯାଏ କହିଦେଇଛି। ବାକ୍ୟ କାହାକୁ କୁହାଯାଏ କହିଦେଇଛି। ବର୍ଣ୍ଣ, ଫଲା। ଧ୍ୱନିକୁ ବର୍ଣ୍ଣିତ କରିଦେଲେ କ'ଣ ହେଇଯିବ? ବର୍ଣ୍ଣ ହିଁ କୁହାଯିବ। ଧ୍ୱନିକୁ ଚିତ୍ରିତ ବା ବର୍ଣ୍ଣିତ କରାଯାଉଥିବାରୁ ତାକୁ ଆମେ ବର୍ଣ୍ଣ ହିଁ କହିବା। ଲେଖିଦେଲେ ଲିପି, ଏତିକି ହିଁ ମନେ ରଖିବ। ଧ୍ୱନିର ସାଙ୍କେତିକ ରୂପକୁ କ'ଣ କୁହାଯାଏ? ବର୍ଣ୍ଣ ବୋଲି କୁହାଯାଏ। ଆଉ ଧ୍ୱନିର ଲିଖିତ ରୂପକୁ ତ ଲିପି କୁହାଯାଏ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ଦେଖ ଏଥିରେ ଲେଖା ଅଛି ଧ୍ୱନିର ଲିଖିତ ସାଙ୍କେତିକ ରୂପକୁ ଲିପି କୁହାଯାଉଥିବା ବେଳେ ଏହାକୁ ବର୍ଣ୍ଣିତ ବା ଚିତ୍ରିତ କରାଯାଉଥିବାରୁ ଏହାକୁ ବର୍ଣ୍ଣ ବୋଲି ମଧ୍ୟ କୁହାଯାଏ। ଠିକ୍ ଅଛି। ଖାତା ବାହାର କରି ଲେଖୁଛ କି ନାହିଁ? ଲେଖି ରଖ, ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ ଅଟେ। ନଚେତ୍ ପରୀକ୍ଷାରେ କନଫ୍ୟୁଜନ୍ ହେଇଯିବ ତୁମେମାନେ। କ୍ୱେଶ୍ଚିନ୍ କ'ଣ ପଢ଼ିଥିବ ତୁମେମାନେ, କ'ଣ କ୍ୱେଶ୍ଚିନ୍ ପଚାରିଥିବ। ଦେଖ ବର୍ଣ୍ଣର ମୌଳିକ ଅର୍ଥ କ'ଣ? ବର୍ଣ୍ଣର
ଶବ୍ଦ କାହାକୁ କୁହାଯାଏ କହିଦେଇଛି। ବର୍ଣ୍ଣର ମୌଳିକ ଅର୍ଥ ଧ୍ୱନି। ବର୍ଣ୍ଣର ମୌଳିକ ଅର୍ଥ କ'ଣ ହେଇଯିବ? ଗୋଟେ ବର୍ଣ୍ଣର ମୌଳିକ ଅର୍ଥ ମାନେ ମୂଳ ଅର୍ଥ। ମୌଳିକ ଅର୍ଥ ମାନେ ବର୍ଣ୍ଣର ମୌଳିକ ଅର୍ଥ ବା ବର୍ଣ୍ଣର ମୂଳ ଅର୍ଥକୁ ଆମେ କ'ଣ କହିଥାଉ? ରଙ୍ଗ। ଠିକ ଅଛି, ରଙ୍ଗ କରିବା, ରଙ୍ଗ। ଠିକ ଅଛି, ରଙ୍ଗ ବା ମୂଳ ଅର୍ଥ। ତାପରେ କ୍ୱେଶ୍ଚନ ପଚାରିଛି, ଉଚ୍ଚାରଣ ପଦ୍ଧତି ଅନୁଯାୟୀ ଭାଷାର ଧ୍ୱନି ସମୂହକୁ କେତେ ଭାଗରେ ବିଭକ୍ତ କରାଯାଇଛି? ଉଚ୍ଚାରଣ ପଦ୍ଧତି ଅନୁଯାୟୀ ଭାଷାର ଧ୍ୱନି ସମୂହକୁ କେତେ ଭାଗରେ ବିଭକ୍ତ କରାଯାଇଛି? କେତେ ଭାଗରେ? 2 ଭାଗରେ, ସ୍ୱର ଧ୍ୱନି ଆଉ ବ୍ୟଞ୍ଜନ ଧ୍ୱନି। ଠିକ ଅଛି, ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ। କ'ଣ କରିବ? ଉଚ୍ଚାରଣ ପଦ୍ଧତି ଅନୁଯାୟୀ ଭାଷାର ଧ୍ୱନି ସମୂହକୁ 2 ଭାଗରେ ବିଭକ୍ତ କରାଯାଇଛି, ସ୍ୱର ଧ୍ୱନି ଆଉ ବ୍ୟଞ୍ଜନ ଧ୍ୱନି। ଯଦି ତୁମକୁ ପରୀକ୍ଷାରେ କ୍ୱେଶ୍ଚନ ଦିଆଯିବ ସ୍ୱର ଧ୍ୱନିର ସାଙ୍କେତିକ ରୂପକୁ କ'ଣ କୁହାଯାଏ? ସ୍ୱର ଧ୍ୱନିର ସାଙ୍କେତିକ ରୂପକୁ ସ୍ୱର ବର୍ଣ୍ଣ କୁହାଯାଏ, ଆଉ ବ୍ୟଞ୍ଜନ ଧ୍ୱନିର ସାଙ୍କେତିକ ରୂପକୁ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ। ଏଇ ଜିନିଷ ମନେ ରଖିବ। ଠିକ ଅଛି, କନଫ୍ୟୁଜନ୍ କରିବା ପାଇଁ ଏମିତି କ୍ୱେଶ୍ଚନ ପଚାରିବେ ଛୋଟ ଛୁଆଙ୍କ ପରି, କିନ୍ତୁ ଏଇ କ୍ୱେଶ୍ଚନକୁ ବଡ଼ ବଡ଼ ଲୋକମାନେ ଭୁଲ କରିକି ଆସନ୍ତି। ଠିକ ଅଛି, ତୁମକୁ ବୁଝାଇ ଦେଉଛି। ତାପରେ ଆମକୁ କ୍ୱେଶ୍ଚନ ପଚାରିବ, ଯଦି ତୁମକୁ ଏମିତି କ୍ୱେଶ୍ଚନ ଦିଆଯିବ ତାହେଲେ କ'ଣ କରିବ? ଯେଉଁ ଧ୍ୱନି ଗୁଡ଼ିକ ଅନ୍ୟର ସାହାଯ୍ୟ ନ ନେଇ ଆପେ ଆପେ ଉଚ୍ଚାରିତ ହୁଅନ୍ତି ତାକୁ ଆମେ କ'ଣ କହିଥାଉ? ତାକୁ ଆମେ ସ୍ୱର ଧ୍ୱନି ବୋଲି କହିଥାଉ। ଆଉ ଯେଉଁ ଧ୍ୱନି ଗୁଡ଼ିକ ସ୍ୱର ଧ୍ୱନିର ସାହାଯ୍ୟରେ ଉଚ୍ଚାରିତ ହୋଇଥାଏ ତାକୁ ଆମେ କ'ଣ କହିଥାଉ? ବ୍ୟଞ୍ଜନ ଧ୍ୱନି ବୋଲି କହିଥାଉ। ଠିକ ଅଛି, ବହୁତ ହିଁ ସୁନ୍ଦର। ତ ମୂର୍ଧନ୍ୟ କାହାକୁ କୁହାଯାଏ? ଅନୁନାସିକ କାହାକୁ କୁହାଯାଏ? ଏଇ ଜିନିଷ ବି ମନେ ରଖିବ। ଗୋଟେ ଜିନିଷ ମନେ ରଖିବ, ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଯେଉଁ ପିଲାଟି ଟେନ୍ସ ଜାଣିନାହିଁ, ଟେନ୍ସ, ଠିକ ଅଛି, ଯେଉଁ ପିଲାଟି ଟେନ୍ସ ଯଦି ଶିଖିନାହିଁ ତାହେଲେ ସେ ଆକ୍ଟିଭ ଭଏସ୍ ପ୍ୟାସିଭ୍ ଭଏସ୍ କରିପାରିବ ନାହିଁ। ଏ ଜିନିଷ ମନେ ରଖିବ। ଆକ୍ଟିଭ ଭଏସ୍, ପ୍ୟାସିଭ୍ ଭଏସ୍, ଡାଇରେକ୍ଟ ସ୍ପିଚ୍, ଇନଡାଇରେକ୍ଟ ସ୍ପିଚ୍ ପାଇଁ ଟେନ୍ସ ପଢ଼ିବା ବହୁତ ଜରୁରୀ ଅଟେ। ଠିକ ଅଛି, ସେହିପରି ଗୋଟେ ପିଲା ଯଦି ବର୍ଣ୍ଣ, ଶବ୍ଦ, ବାକ୍ୟ ଏ ସମ୍ପର୍କରେ ଯଦି ଶିଖିନଥିବ ତାହେଲେ ସେ ସମାସ, କାରକ, ବିଭକ୍ତି କେବେ ବି କରିପାରିବ ହିଁ ନାହିଁ। ଏଇ ଜିନିଷ ମନେ ରଖିବ। ବୋଲେ ଏତିକି ହିଁ କନସେପ୍ଟ। ଡାଇରେକ୍ଟ ସ୍ପିଚ୍, ଇନଡାଇରେକ୍ଟ ସ୍ପିଚ୍, ଇଂଲିଶରେ ବହୁତ ସାରା କ୍ୱେଶ୍ଚନ ଆସିଥାଏ। ଏସବୁ ଜାଣିବା ପାଇଁ ଟେନ୍ସ ଜାଣିବା ବହୁତ ଜରୁରୀ। ତ ପ୍ରଥମେ ଇଂରାଜୀରେ ଟେନ୍ସ ଶିଖିବା ପାଇଁ ପଡ଼ିବ, ଆଉ ଓଡ଼ିଆ ଗ୍ରାମାର ବର୍ଣ୍ଣ, ବାକ୍ୟ, ଧ୍ୱନି, ସାଙ୍କେତିକ ରୂପ ବହୁତ ସାରା ରହିଛି। ଏସବୁ ଶିଖିବା ବହୁତ ହିଁ ଜରୁରୀ ଅଟେ। ଠିକ ଅଛି, ବହୁତ ହିଁ ଇମ୍ପୋର୍ଟାଣ୍ଟ। ତାପରେ ନେକ୍ସଟ କ୍ୱେଶ୍ଚନ କ'ଣ କ'ଣ ଦେଇଛି ଦେଖିବା। ଦେଖ, ସ୍ୱର ଧ୍ୱନି ନିଜେ ଉଚ୍ଚାରିତ ହୁଏ, ଆପେ ଆପେ, କାହାରି ସାହାଯ୍ୟ ନେଇ ଉଚ୍ଚାରିତ ହୁଏ ନାହିଁ। ତାପରେ ଆମକୁ କ୍ୱେଶ୍ଚନ ପଚାରିଛି, ଓଡ଼ିଆ ଭାଷାରେ ସ୍ୱର ବର୍ଣ୍ଣ ସଂଖ୍ୟା କେତେ? ଓଡ଼ିଆ ଭାଷାରେ ସ୍ୱର ବର୍ଣ୍ଣ ସଂଖ୍ୟା କେତୋଟି ଅଛି? 11ଟି। 12 କରିବ ନାହିଁ, କନଫ୍ୟୁଜନ୍ କରିବା ପାଇଁ 12 ବି ଅପସନ୍ ଦେଇଦେବ। ଏଠାରେ ନାହିଁ, କିନ୍ତୁ ପରୀକ୍ଷାରେ 12 ବି ଦେଇଦେବ। କାହିଁକିନା ଯଦି ଗଣିବ ମୂଳ ସ୍ୱର ବର୍ଣ୍ଣକୁ ଯଦି ମିଶେଇକି ଯଦି ସବୁ ଯାହା ଯାହା ଥିଲା ତାକୁ ମିଶେଇକି 12 ବି ହେଉଛି, କିନ୍ତୁ ବର୍ତ୍ତମାନ ଯେଉଁ ୟୁଜ୍ କରାଯାଉଛି ସେଇ ସ୍ୱର ବର୍ଣ୍ଣ ସଂଖ୍ୟା ହେଉଛି 11ଟି। କେତୋଟି? 11ଟି। ତ ଉତ୍ତର କ'ଣ ହେଇଯିବ? 11ଟି। ତ ସ୍ୱର ବର୍ଣ୍ଣ ସଂଖ୍ୟା ହେଉଛି 11ଟି ଓଡ଼ିଆ ଭାଷାରେ। ଠିକ ଅଛି,
ଆଠଟି କ'ଣ ଅଛି? ଶୁଦ୍ଧ ସ୍ୱର ଅଛି। ଶୁଦ୍ଧ ସ୍ୱର ସଂଖ୍ୟା 8ଟି। ଠିକ୍ ଅଛି, ଏ ଜିନିଷ ମନେ ରଖିବ। ତାପରେ ଅଶୁଦ୍ଧ କେତେ ଅଛି? ଆମକୁ ପଚାରିବ ଶୁଦ୍ଧ ସ୍ୱର ଆଉ ଦୀର୍ଘ ସ୍ୱର। ଦୀର୍ଘ ସ୍ୱର ଦେଖ 8ଟି କ'ଣ କ'ଣ ତାହା ବି କହିଦେଉଛି। ଅ ହେଇଗଲା, ଆ ହେଇଗଲା। ଏଥିରେ ଶୁଦ୍ଧ କେମିତି କହିବ? ଅ କେବଳ ଏମିତି ସାଉଣ୍ଡ ହେଉଛି, ଆ ଗୋଟିଏ ସାଉଣ୍ଡ ହେଉଛି। ତ ଯେଉଁଟା ଗୋଟିଏ ସାଉଣ୍ଡ ହେଉଛି ଏହାକୁ ଆମେ ଶୁଦ୍ଧ ସ୍ୱର ବୋଲି କହିବା। ଇ, ଏଥିରେ ବି ଇ ହେଉଛି, ଉ, ଏହାକୁ ଆମେ କ'ଣ କହିବା? ଶୁଦ୍ଧ ସ୍ୱର ଅଟେ। ଆଉ ଦୀର୍ଘ ସ୍ୱର କେତୋଟି ଅଛି? ଦୀର୍ଘ ସ୍ୱର 2ଟି ଅଛି। ଯେମିତିକି ଔ, ଔ, ଏଇଟା 2ଟି ସାଉଣ୍ଡ ହେଉଛି, ଅ ଯୁକ୍ତ ଉ, ଔ ହେଉଛି। ତ କ'ଣ ହେଇଯିବ? ଏଇଟା ଦୀର୍ଘ ସ୍ୱର। ଆଉ ତାପରେ ଐ ବି ଅଛି। ଐରେ କେମିତି ହେଇଛି? ଅ ଯୁକ୍ତ ଇ ହୋଇଛି, ଐ। ତ ଏଇଟାକୁ ଆମେ ଦୀର୍ଘ ସ୍ୱର କହିବା। ଯଦି ତୁମକୁ କ୍ୱେଶ୍ଚିନ୍ ଦିଆଯିବ ଶୁଦ୍ଧ ସ୍ୱର ସଂଖ୍ୟା କେତେ, ଓଡ଼ିଆ ଭାଷାରେ ଯଦି ଶୁଦ୍ଧ ସ୍ୱର ସଂଖ୍ୟା ଯଦି ପଚାରିବ ତ କ'ଣ କରିବ? 8ଟି କରିବ। ଆଉ ଦୀର୍ଘ ସ୍ୱର ସଂଖ୍ୟା ଯଦି ପଚାରିବ 2ଟି କରିବ। 2ଟି। ଠିକ୍ ଅଛି, ବହୁତ ହି ସୁନ୍ଦର, ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚିନ୍ ଗୁଡ଼ିକ ଅଛି, ବହୁତ ସାରା ରହିଛି। ଦେଖ ଓଡ଼ିଆରେ ବ୍ୟବହାର କରାଯାଉଥିବା 11ଟି ସ୍ୱରବର୍ଣ୍ଣ ସଂଖ୍ୟା କେତୋଟି ଅଛି? 11ଟି ଅଛି। ତ 1 2 3 4 5 6 7 8 9 10 11। ଦେଖ ଏଇଟା କେବଳ ବ୍ୟବହାର ହେଉଛି। ଠିକ୍ ଅଛି, ଅ ଆ ହ୍ରସ୍ୱ ଇ ଦୀର୍ଘ ଈ ହ୍ରସ୍ୱ ଉ ଦୀର୍ଘ ଉ ହ୍ରସ୍ୱ ଋ ଇ ଋ, ତାପରେ ଏ ଐ ଓ। ଠିକ୍ ଅଛି, ବହୁତ ସୁନ୍ଦର। ତାପରେ ନେକ୍ସଟ କ୍ୱେଶ୍ଚିନ୍ ଆଉ କ'ଣ କ'ଣ ଦେଇଛି? ଯେଉଁ ସ୍ୱର ଧ୍ୱନି ଉଚ୍ଚାରଣ ବେଳେ ଜିହ୍ୱା ଓ ଓଠରେ କୌଣସି ପରିବର୍ତ୍ତନ ହୁଏ ନାହିଁ ତାକୁ କ'ଣ କୁହାଯାଏ? ଯେଉଁ ସ୍ୱର ଧ୍ୱନି ଉଚ୍ଚାରଣ ବେଳେ ଜିହ୍ୱା ଓ ଓଠରେ କୌଣସି ପରିବର୍ତ୍ତନ ହୁଏ ନାହିଁ ତାକୁ ଆମେ କ'ଣ କହିଥାଉ? ତାକୁ ଆମେ ଶୁଦ୍ଧ ସ୍ୱର ବୋଲି କହିଥାଉ। କି ଅଶୁଦ୍ଧ କହିଥାଉ? ଶୁଦ୍ଧ ସ୍ୱର କାହାକୁ କୁହାଯାଏ? ଦୀର୍ଘ ସ୍ୱର କାହାକୁ କୁହାଯାଏ? ଠିକ୍ ଅଛି, ଆମର 2ଟା ଅଛି, ଶୁଦ୍ଧ ସ୍ୱର, ଦୀର୍ଘ ସ୍ୱର। କ'ଣ ହେଇଯିବ ଉତ୍ତର? ଶୁଦ୍ଧ ସ୍ୱର ହେଇଯିବ। ଠିକ୍ ଅଛି, ବହୁତ ହି ସୁନ୍ଦର। ଉତ୍ତର ହେଇଯିବ ଶୁଦ୍ଧ ସ୍ୱର। ଦେଖ ଶୁଦ୍ଧ ସ୍ୱର ସମ୍ପର୍କ ମୁଁ ଆଉ ଥରେ କହିଦେଉଛି। କ୍ୱେଶ୍ଚିନ୍ ପଚାରିଛି ଯେଉଁ ସ୍ୱର ଧ୍ୱନି ଉଚ୍ଚାରଣ ବେଳେ ଜିହ୍ୱା ଓ ଓଠରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ଯେମିତିକି ଅ ହେଇଗଲା, କିଛି ପରିବର୍ତ୍ତନ ହେଉଛି କି? କିଛି ପରିବର୍ତ୍ତନ ହେଉ ନାହିଁ। ଆ କିଛି ପରିବର୍ତ୍ତନ ହେଉଛି କି? କିଛି ପରିବର୍ତ୍ତନ ହେଉନାହିଁ। ଓ ଏ କିଛି ପରିବର୍ତ୍ତନ ହେଉନି। କେବଳ ଐ ଆଉ ଔରେ ପରିବର୍ତ୍ତନ ହେଉଛି। କ'ଣ ପରିବର୍ତ୍ତନ ହେଉଛି? ଅ ଉ ହେଉଛି, ଅ ଯୁକ୍ତ ଉ 2ଟା ମିଶେଇକି ଐ ହେଇଛି। ଠିକ୍ ଅଛି, ତ ଏଥିରେ ପରିବର୍ତ୍ତନ ହେଉଛି। ଉଚ୍ଚାରଣ ବେଳେ ଜିହ୍ୱା ଆଉ ଓଠରେ ପରିବର୍ତ୍ତନ ହେଲେ ତାକୁ ଆମେ କ'ଣ କହିବା? ଦୀର୍ଘ ସ୍ୱର ବୋଲି କହିବା। ତ ଶୁଦ୍ଧ ସ୍ୱର, ଦୀର୍ଘ ସ୍ୱର ସମ୍ପର୍କରେ ବି ଜାଣିଗଲ, ବହୁତ ହି ସୁନ୍ଦର। ତାପରେ ଆଉ କ'ଣ ପଚାରିଛି? ତାପରେ ଆମକୁ କ୍ୱେଶ୍ଚିନ୍ ପଚାରିଛି ଯେଉଁ ସ୍ୱର ଧ୍ୱନି ଉଚ୍ଚାରଣ ବେଳେ ଜିହ୍ୱା ଆଉ ଓଠରେ ପରିବର୍ତ୍ତନ ହୋଇଥାଏ ଏବଂ ଶୁଣିବା ବେଳେ 2ଟି ସ୍ୱର ମିଶିକରି ଥିବା ଭଳି ଜଣାଯାଏ ତାହାକୁ ଆମେ କ'ଣ କହିଥାଉ? ତାହାକୁ ଆମେ
दीर्घ स्वर बोली कही था ताको हम कोन कही था दीर्घ स्वर परिवर्तन हेले दीर्घ स्वर तो एथिरे दीर्घ स्वर तो देनी हर्ष स्वर देछि ऑप्शन रे देई नहीं हर्ष स्वर कोन हर्ष इटा होछि दीर्घ ठीक अछि हर्ष दीर्घ ठीक अछि तो यार सठिक उत्तर कोन हेबो देखो संयुक्त स्वर हो जिवो कारण एथिरे परिवर्तन कथा कहिछि देखो संयुक्त एथिरे कंफ्यूजन करा उचित बहुत ही सुंदर तुमको दीर्घ स्वर देथिबो आ संयुक्त स्वर देथिबो देखो ओटा केमती होइछि संयुक्त होइछि दुईटी वर्ण कोन होइछि संयुक्त मिसिछि माने संयुक्त अ युक्त उ मिसिक होइछि तो दीर्घ स्वर और संयुक्त स्वर से सेम जिनिस ठीक अछि मिसिक होइछि तो कोन हे सठिक तो कंफ्यूजन करबा ପାଇଁ एमती देबो संयुक्त स्वर बहुत ही सुंदर करि पारु छ तुमे माने देखो ओई हे गेला ओ हे गेला और कोन हे जेबो इटा मिलित भाबे सुनिबा परि लागुछि तो कोन हे जेबो संयुक्त स्वर बा दीर्घ स्वर शुद्ध स्वर दीर्घ स्वर एगुड़ी को मन रखियो औ स्वर ध्वनि केउ दुईटी स्वर र मिलित रूपे सुना जाए अ युक्त उ अ आउ उ जेमिति की उदाहरण भी देछि देखो गौरव गौरव इटा कोन कोन मिसी की होइछि गरे हलत युक्त अ युक्त हर्ष युक्त र युक्त अ युक्त व युक्त अ मिसी होइछि गौरव ठीक अछि बहुत ही सुंदर ताबरे आ कोन कोन देछि देखियो व्यंजन ध्वनि को उच्चारित हेबारे की सहाय्य करे व्यंजन ध्वनि को उच्चारित हेबार की सहाय्य करे स्वर ध्वनि ठीक अछि स्वर ध्वनि स्वर वर्णर सांकेतिक रूप को मात्रा कहा जाए आ व्यंजन वर्णर सांकेतिक रूप को फला कहा जाए ठीक अछि बहुत ही सुंदर देखो स्वर ध्वनि को उच्चारित हेबारे की सहाय्य करे सॉरी व्यंजन ध्वनि उच्चारित हेबारे की सहाय्य करे स्वर ध्वनि जेमति की क क युक्त इटा केमि देछि क को हमें क युक्त अ काटा केमिति हेछि का क युक्त आ कोन हेछि का हि जेबो स्वर ध्वनि जगह व्यंजन उच्चारित हुई तो एथिरे स्वर ध्वनि भी मिसी छी गोटे गोटे कोन हेछि मिसी छी तो कोन हे जेबो व्यंजन ध्वनि को उच्चारित हेबार की सहाय्य ई स्वर ध्वनि सहाय्य करछि अ आ कीटा देखो करे हलत युक्त दीर्घ एथिरे दीर्घ लागिछि तो दीर्घ करे हलत युक्त दीर्घ कोन हे जेबो की एमती हेछि बुझी गेल बहुत ही सुंदर क्वेश्चन थिला तापरे रु वर्ण क्यों परि व्यवहृत हुए पचाइछि तो आज एतिकी करिवा वर्तमान क्वेश्चन चेंज करिवा चलो देखो क्वेश्चन हमको पचारिछि क्वेश्चन कोन पचाइछि कुरंगर
समानार्थक शब्द चयन कर माने समान प्रतिशब्द को जाइए समानार्थक माने प्रतिशब्द कुरंगर प्रतिशब्द कौन हो हरिण हरिण को आउ कौन कहते कुरंग कही था बणर प्रतिशब्द कौन हो बणर समानार्थक शब्द जंगल ठीक अच्छे कोईली कुआ हो कईछर कौन है कछुआ कौन है कईछर कौन है कह तुम्हें माने ठीक अच्छे तुम्हें मैंने कह देख गचर तत्सम शब्द पचारि आम देख तत्सम शब्द क्या कह मन रखा बहुत ही गुरुत्वपूर्ण जो शब्द संस्कृत सह पूरा सामान अविकल सामान ताकू आम कौन कही था तत्सम शब्द बोली कही था जो शब्द गुड़िक संस्कृत सहित पूरा पूरी सामान अविकल सामान देख संस्कृत रे जहाँ अच्छी आमर ओडिया भाषा रे भी अच्छी ओडिया व्याकरण रे भी अच्छी ताकू आम कौन कहवा तत्सम बोली कहवा एतकी ही मन रख जो शब्द गुड़िक संस्कृत रे भी अच्छी आमर ओडिया बही अच्छी ओडिया भाषा रे अच्छी ताकू आम कौन कहवा तत्सम बोली कहवा तद्भव क्या कहवा जो तत्सम रु जोटा ओडिया होइछि ताकू आम कौन कहवा तद्भव कहवा संस्कृत रु ओडिया होइछि जोटा ताकू आम कौन कहवा तद्भव बोली कहवा ठीक अच्छे तो यार सठिक उत्तर कौन है गछर तत्सम शब्द कौन पचाई गछर तत्सम शब्द हो वृक्ष ठीक अच्छे वृक्षर तद्भव शब्द हूँ गछ वृक्षर आमर ओडिया रे गछ होइछि तो एतकी ही मन रखे इथिरे मन रखा बहुत ही जरूरी गछर तत्सम शब्द हूँ वृक्ष आ वृक्षर तद्भव शब्द हूँ गछ ठीक अच्छे बहुत ही सुंदर शिखा पाउंस शाखा ये जिनस कौन अटे देख गोटे जिनस मन रख जदि तुमको कौन सी व्यक्ति जदि तुमको घमन देखे होउछि ताको कौन करिवो गोटे माठिया गिफ्ट करिवो जिते बेले माठिया ताको गिफ्ट करदेव से पचार माठिया कहीं गिफ्ट करुच्छे मत कहीं दौर तो कौन कह जदि से घमन तुमको क्रोध जदि करुव क्रोध देखे हो जदि घमन करुव जिते बेले पचार माठिया माटी तैयारी होता माठिया को तुम मैंने कौन कर गोटे 50 टंकार माठिया किणिकी कौन कर गिफ्ट करदेव कह बेसी घमन देखे होनी जिते बेले मृत्यु हेब तुमर ए माठिया तुमर पाउंस मिसी रही कह जिते बेले आम मैंने मरवा पाउंस हेबा कि नहीं आ पाउंस हैला परे आम ए माठिया आमर पाउंस रखिले एथिरे रही तो एमती कह तो माठिया ठीक अच्छे जदि आमको आ क्वेश्चन जदि आमको पचार माटी माटीर तत्सम शब्द कौन जदि पचार तार कौन कर माटीर तत्सम शब्द मृत्तिका माटीर तत्सम शब्द हूँ मृत्तिका आ मृत्तिकार तद्भव हूँ माटी तो आज कौन शिखिल कमेंट सेक्शन रे कमेंट करियो तुम्हें माने ठीक अच्छे बहुत ही सुंदर देखो ये क्वेश्चन टी आमको पचारुछि जे ओडिया रे अनुवाद कहछि ओडिया रे अनुवाद कर कहिछि तो इंग्राजी जो अच्छी ऑनलाइन लर्निंग
हैज बिकम पॉपुलर एमंग कॉलेज स्टूडेंट्स। तो कौन है वो ऑनलाइन लर्निंग को ओडिया रे ऑनलाइन शिक्षा कही था। हैज बिकम पॉपुलर एमंग कॉलेज स्टूडेंट। तो कॉलेज छात्र छात्री कॉलेज स्टूडेंट को आम कॉलेज छात्र छात्री कही था। एस लगी माने छात्री को एस थी लगी एस स्टूडेंट्स रे एस लगी माने छात्र छात्री केवल एस नथिले एथरे छात्र छात्री रहिबो आ एस लगी माने एथरे अंक रहिबो। ठीक अछि ई जिंस मने रखिबो। हैज बिकम पॉपुलर एमंग माने मध्य रे जनप्रिय होईछि माने पॉपुलर माने जनप्रिय। ठीक अछि तो सठिक उत्तर कौन हो ईटा हो सठिक उत्तर। देख उत्तर एथिरे उत्तर को देखी देखी कर किंतु केमिति उत्तर हेइछि एटा जानिबा पई चेष्टा कर। एटा काहे के भूल हैला एटा को भी देखो देखिबा हो जरूर। कॉलेज छात्र छात्री माने तो हेबो ना एथिरे एस लागी छी काहे के एटा भूल हैला यहा भी जानिबा बहुत जरूरी होती। काहे के भूल हेछि एथिरे एस लागी छी माने अंक हेबो माने हेबो नहीं। एथिरे कौन भूल है देख कॉलेज छात्र छात्री माने एथिरे भी माने अच्छी तो भूल है तब एथि ऑनलाइन शिक्षा कॉलेज रे निर्दिष्ट ये तो हेबो ही नहीं। ठीक अच्छे बुझीगल। देख हमको क्वेश्चन पचारुछि जे वाक्यर अंश को सठिक क्रम रे पुनः सज्जित कर कही। ठीक अच्छे तो यहाँ कर प्रथम कौन है प्रभाव जोगु हिमबाह गुड़िक तरलिबारे लागिछि जहा फल रे सारा विश्व रे बन्या और दुर्भिक्ष सृष्टि होउछि। प्रथमे क्यू तापरे पी तापरे आर एस क्यूपीआरएस ठीक सुना जाउछि तो तरलिबारे लागिछि। प्रथमे क्यू हेबो प्रभाव जोगु हिमबाह गुड़िक प्रभाव जोगु हिमबाह गुड़िक तरलिबारे लागिछि जहा फल रे सारा विश्व रे बन्या और दुर्भिक्ष सृष्टि होउछि। ठीक अछि तो जेते एमती क्वेश्चन दिया जीवो तो कौन करिवो एमती करिवो तो उत्तर केमती एमती ऑप्शन देइथिबो तो कौन करिवो क्यूपीआरएस। ठीक अछि देखो हमको क्वेश्चन पचार पंकज ई पंकज शब्दर प्रति शब्द कौन बा समानार्थक शब्द पचार तो पंकज रो प्रति शब्द हूँ पद्म को कौन कही था पंकज। ठीक अच्छे मन रखिए पंकज रो प्रति शब्द हूँ पद्म। एबे देख एथिरे इंग्राजी रे देछि कौन ऑप्शन देछि और ओडिया रे देछि तो कोटा है पचार जदि आमको क्वेश्चन दिया जीवो एमतीका ओडिया रु इंग्राजी अनुवाद कर संविधान को 100तम संशोधन द्वारा परिवर्तन करा जाइछि द करा जाइछि कहिछि माने कोन है हैज बीन लागिवो the constitution has been amended by the 100th amendment करा जाइछि माने कौन है वो हैज बीन लगी तो कॉन्स्टिट्यूशन हैज बीन एथिरे तो विल बीन एथिरे भविष्यत कथा कहिछि एथिरे वाज लगिछि द कॉन्स्टिट्यूशन और रिटेन लिखा अछि एथिरे तापर एथिरे द लॉ हैज बीन चेंज लिखा अछि परिवर्तन चेंज बाय पार्लियामेंट चेंज एमती आमे देखो जते बेली आमे कॉन्स्टिट्यूशन कथा कहिछि माने कौन है एमेंडेड 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 माने परिवर्तन करा जाइछि एमेंडेड
କ'ଣ ହେଇଛି? ଦ କନଷ୍ଟିଟ୍ୟୁସନ୍ ହେଜ୍ ବିନ୍ ଲାଗିବ। ଠିକ୍ ଅଛି, ଏ ଜିନିଷ ମନେ ରଖିବ। ହେଜ୍ ବିନ୍, ୱିଲ୍ ବି ଲାଗିବ ନାହିଁ, ୱାଜ୍ ଲାଗିବ ନାହିଁ, କି ଏମିତି ଚେଞ୍ଜ ହେବନି। ଏଠାରେ ଏମେଣ୍ଡେଡ୍ ଲେଖା ଥିବା ଦରକାର, କି ରିଟେନ୍ ବି ଲେଖା ହେବ ନାହିଁ। ଠିକ୍ ଅଛି, ଏ ଜିନିଷ ମନେ ରଖିବ। ଆମକୁ କ୍ୱେଶ୍ଚିନ୍ ପଚାରିଛି, ଓଡ଼ିଆ ବାକ୍ୟକୁ ଇଂରାଜୀରେ ଅନୁବାଦ କର। କ୍ୱେଶ୍ଚିନ୍ ରହିଛି, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଚାଉଳ, ଡାଲି, ତେଲ ବଣ୍ଟନ କରାଯାଉଛି। ଏଠାରେ ଅସମାବିକା କ୍ରିୟା ଲାଗିଛି, କାମଟି ଚାଲିଛି, ଏବେ ବି ବଣ୍ଟନ କରାଯାଉଛି। ତ କ'ଣ ହେବ? ରାଇସ୍, ପଲ୍ସେସ୍, ଅଏଲ୍ ଆର୍ ବେଇଂ distributed to people below the poverty line। କ'ଣ ହେବ? ଆର୍ ବେଇଂ ହେବ। ଠିକ୍ ଅଛି, ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ। ଦେଖ, ଆମକୁ କ୍ୱେଶ୍ଚିନ୍ ପଚାରିଛି, ନଈ ବଢ଼ିକୁ କ'ଣ ହେଉଛି କ୍ୱେଶ୍ଚିନ୍? ଭାବିବା ପାଇଁ କ୍ୱେଶ୍ଚିନ୍ ରହୁନାହିଁ। ଦେଖ, ଏପଟେ ସେପଟେ ହେଉଛି। ନଈ ବଢ଼ିକୁ ବାଲିବନ୍ଧ, ଏଇ ରୂଢ଼ିର ଅର୍ଥ କ'ଣ ପଚାରିଛି? ନଈ ବଢ଼ିକୁ ବାଲିବନ୍ଧ, ଏଇ ରୂଢ଼ିର ଅର୍ଥ ହେଉଛି ବୃଥା ପରିଶ୍ରମ। ନଈ ବଢ଼ିକୁ ବାଲିବନ୍ଧ କ'ଣ ହେବ? ବୃଥା ପରିଶ୍ରମ, କଠିନ ପରିଶ୍ରମ କରିବା। ନଈ ବାଲି ବନ୍ଧ କରିବା, ନଈ ବଢ଼ି ହେବା, ଏଇଟା ହେବ ନାହିଁ। ସଠିକ୍ ଉତ୍ତର କ'ଣ ହେବ? ବୃଥା ପରିଶ୍ରମ। ଦେଖ, ଯିଏ ଏକାକୀ ହସିବାକୁ ଭଲ ପାଏ, ଏଟାକୁ ଏକ ପଦରେ ପ୍ରକାଶ କର କହିଛି। ଯିଏ ଏକାକୀ ହସିବାକୁ ଭଲ ପାଏ, ତାକୁ ଆମେ କ'ଣ କହିଥାଉ? ନିର୍ଜନ ପ୍ରିୟ କହିଥାଉ। ନିର୍ଜନ, ଏକା ଏକା ହସୁଛି। ଠିକ୍ ଅଛି, ଯାହାକୁ ଏକା ଏକା ହସିବା ପାଇଁ ଭଲ ଲାଗେ, ତାକୁ ଆମେ ନିର୍ଜନ ପ୍ରିୟ କହିଥାଉ। ସ୍ୱାର୍ଥପର କହିଲେ କ'ଣ? ଏଇଟା ବି ଜାଣିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଯିଏ ଜଣେ ଖରାପ ବ୍ୟକ୍ତି, ଅନ୍ୟ ଲୋକଙ୍କୁ ଭଲ ଦେଖି ହେଉଥିବ, ଠିକ୍ ଅଛି, ତାକୁ ଆମେ କ'ଣ କହିଥାଉ? ସ୍ୱାର୍ଥପର। ଠିକ୍ ଅଛି, ଭଲ ଦେଖି ହେଉଥିଲେ ସ୍ୱାର୍ଥପର। ଅନ୍ୟ ବିମୁଖୀ କହିଲେ କ'ଣ? ଏକାକୀ କହିଲେ କ'ଣ? ଯିଏ ଏକା ଏକା କରିଥାଏ କୌଣସି କାମ, ତାକୁ ଆମେ ଏକାକୀ କହିଥାଉ। ଆଉ ଅନ୍ୟ ବିମୁଖୀ କହିଲେ କ'ଣ? ଜଣେ ଅନ୍ୟ ବିମୁଖୀ କହିଲେ କ'ଣ? ଅନ୍ୟ ବିମୁଖ କହିଲେ କ'ଣ? ଜଣେ ବିବାହିତ ପୁରୁଷ ଅନ୍ୟ ନାରୀମାନଙ୍କୁ ଦେଖୁଛି। ଠିକ୍ ଅଛି, ତ ଜଣେ ବିବାହିତ ପୁରୁଷ ହୋଇ ମଧ୍ୟ ଆଉ ନାରୀମାନଙ୍କୁ ଦେଖୁଛି, ତ ଏଇଟା ବିମୁଖ ହେଇଯିବ। ଅନ୍ୟ ବିମୁଖ, ନାରୀ ପ୍ରତି ବିମୁଖ ହେଉଛି। ଠିକ୍ ଅଛି, ତ ଏଇ ଜିନିଷ ମନେ ରଖିବ, ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ। ଦେଖ, କ୍ୱେଶ୍ଚିନ୍ କେମିତି ବୋକା ବନାଉଛି ପିଲାମାନଙ୍କୁ। ଏତେ ଲମ୍ବା ଲମ୍ବା କ୍ୱେଶ୍ଚିନ୍ ଦେଇଛି। କିଛି ଶବ୍ଦ ଭୁଲ ଲେଖା ହୋଇଥିବା ଏକ ବାକ୍ୟ ଦିଆଯାଇଛି ଅପସନରେ। ତ ବିକଳ୍ପ ଗୁଡ଼ିକରୁ ଗୋଟିଏ ବାଛନ୍ତୁ ଯେଉଁଥିରେ କୌଣସି ବନାନ ବି ତ୍ରୁଟି ନାହିଁ। ଠିକ୍ ଅଛି, ତ ଏଥିରେ ସେଣ୍ଟେନ୍ସ ବି ଦେଇଛି, ବିଶ୍ୱ ନିର୍ଦ୍ଦିଷ୍ଟ ନିୟମ ଅନୁଯାୟୀ କାର୍ଯ୍ୟ କରେ ବୋଲି ଆଇନଷ୍ଟାଇନ ବିଶ୍ୱାସ କରେ। ତ ଏଥିରେ ବିଶ୍ୱ ଏଇଟା ଭୁଲ ଅଛି। ଠିକ୍ ଅଛି, ତାପରେ ଅପସନ୍ ନମ୍ବର 2ରେ ବିଶ୍ୱ ନିର୍ଦ୍ଦିଷ୍ଟ ନିୟମ ଅନୁଯାୟୀ କାର୍ଯ୍ୟ କରେ ବୋଲି ଆଇନଷ୍ଟାଇନ ବିଶ୍ୱାସ। ଦେଖ, ଏଇ ବିଶ୍ୱାସ ଏଥିରେ ଭୁଲ ଅଛି। ତାପରେ ଏଥିରେ ଅପସନ୍ ନମ୍ବର 3 ତ ଠିକ୍ ଅଛି। ତ ଅପସନ୍ ନମ୍ବର 4ରେ ଏଇ ବିଶ୍ୱଟା ଭୁଲ ଅଛି। ନିୟମ ଅନୁଯାୟୀ କାର୍ଯ୍ୟ କରେ ବୋଲି, ଦେଖ ବୋଲି କେମିତି ଲେଖା ଅଛି? ଆଇନଷ୍ଟାଇନ ବିଶ୍ୱାସ କରେ। ତ ସେଣ୍ଟେନ୍ସ, କେଉଁ ସେଣ୍ଟେନ୍ସ ଠିକ୍ ଅଛି ତାକୁ ଦେଖି କରିବ। ଦେଖ, ଏଥିରେ କ୍ୱେଶ୍ଚିନ୍ ପଚାରିଛି ଯେ ଇଂରାଜୀରେ ଦେଇଛି ସେଣ୍ଟେନ୍ସ, ଏଇଟା ଓଡ଼ିଆରେ ଅନୁବାଦ କର କହିଛି। ଓଡ଼ିଆରେ, ଦ ମିଲ୍କି ୱେ ଇଜ୍ ଦ ଗ୍ୟାଲେକ୍ସି ଇନ୍ ହ୍ୱିଚ୍ ଆୱାର
सोलार सिस्टम इन लोकेटेड। तो मिल्की वे सागर एमती तो हेबो नहीं जोठी अवस्थित। तो मिल्की वे सही आकाशगंगा इटा भी हेबो नहीं। आकाशगंगा तारा तारा एथि हेबोनी एथि कौन हेबो आकाशगंगा सही छायापथ जोठी आम सूर्यमंडल अवस्थित। तो इटा बहुत ही भल अच्छी एटा। तो इटा हो सठिक उत्तर। एथे उत्तर को देखी देखी करने शिख। देखी देखी करने शिखी था परीक्षा रे तो न देखिकी करने पड़ो केमिति होइछि एटा को देखा पड़ो। ठीक अच्छे बहुत ही इम्पोर्टाट गोटे। देख क्वेश्चन पचारि अंध थरे बाड़ी बजाए अंध थरे बाड़ी बजाए ए रूढ़ीर अर्थ कौन हो अभिज्ञतार मनीष शिक्षा करे। अभिज्ञतार मनीष शिक्षा करे। देख ए विशेषण पद व्यवहार करी वाक्यटी को संपूर्ण कर कही बालकटी चलंदा चढ़ई पर गणिबा पिला एमती हेब कि बालकटी उड़ंता चढ़ई बालकटी डैश चढ़ईर पर गणिबा पिला चलंता कि उड़ंता कि जीवंता कि दौड़ंता कौन है उड़ंता चढ़ईटा उड़ी थाए अधिक चाली न थाए। ठीक अच्छे तो उड़ंता चढ़ई पर गणिबा पिला हो सठिक उत्तर। तो यहाँ हूँ ठीक अच्छे बहुत ही गुरुत्वपूर्ण अटे। देख ये वाक्यर केउटा भूल अच्छी शिक्षक विद्यार्थी को भल शिक्षा दौरान कौन है भल शिक्षा दौरान भालटा भूल अच्छी तो भाल हो सठिक उत्तर। देख क्वेश्चन पचारि ए शून्य स्थान पूरण कर कही। तो वर्षा रे पिला माने खूब खुशी रे पड़िया रे कौन है नाचुंट पड़िया रे नाचुंट खुशी रे। देख धाए पड़िया रे धाए तो हेबो नहीं पड़िया रे नाचिबो भी हेबो नहीं। देख वर्षा रे पिला माने खूब खुशी रे पड़िया रे नाचिबो तो हेबो नहीं कि नाचिली भी हेबो नहीं कौन हेबो नाचुंट पिला माने इटा बहुत सारा गोटे पिला को बुझाऊ नहीं इटा बहुत सारा पिला मान को बुझाऊ तो नाचुंट हो दुई रु अधिक पिला मान को बुझाऊ माने कौन हम नाचुंट हो। जदि तुम्हें तुमको ओडिया रे एमितिका अनुच्छेद दिज्व ताले करि पाइबो। तो देख ए क्वेश्चन कौन पचारि आम देखा क्वेश्चन पचारि अनुच्छेद मुख्य विषय वस्तु कौन कही। ठीक अच्छे तो क्वेश्चन अनुच्छेद को पढ़ापी पड़ो। तो कौन कौन लेखा अच्छी आम देखा आम समय विराट व्यतिक्रम यही कि जे आमे धर्मनिरपेक्षता कहले संख्या लघु धर्म संप्रदाय समर्थन बोली भावी था। तो धर्मनिरपेक्षता संपर्क तो ऑप्शन कौन कौन देइछि ताको भी देखा पड़ो। राजनैतिक दल संपर्क धर्मनिरपेक्षता तर भारत अर्थनीति संख्या लघु। तो धर्मनिरपेक्षता संपर्क कही राजनैतिक देख ए राजनैतिक दल मान प्रतिनिधित्व आवश्यक। देख सबू जगह रे धर्म संपर्क बहुभाषी देख धर्म संपर्क केवल धर्म संपर्क कह माने कौन है सठिक उत्तर धर्म निरपेक्षतार सठिक अर्थ और भूमिका संपर्क कह अनुच्छेद को टिके पढ़ीदेव। ठीक अच्छे अनुच्छेद को टिके पढ़ीदेव देखीदेव कौन कौन अच्छी ताहले आप जानीजे बहुत जल्दी यार विषय वस्तुटी कौन अटे। ठीक अच्छे तो कि नहीं कह
ଦେଖ ଏତେ ସୁନ୍ଦର ସୁନ୍ଦର କ୍ୱେଶ୍ଚନ୍ ଦେଇଛି। ଦେଖ କ୍ୱେଶ୍ଚନ୍ ପଚାରିଛି ଅନୁଚ୍ଛେଦରେ ଉଲ୍ଲେଖିତ ସଠିକ ତଥ୍ୟ କ'ଣ କହିଛି। ସଠିକ ତଥ୍ୟ ଯେତେବେଳେ କ୍ୱେଶ୍ଚନ୍ ପଚାରିବ କେମିତି କରିବ ଦେଖ। କ୍ୱେଶ୍ଚନ୍ ଆମକୁ ପଚାରିଛି ଯେ ଏଇ ଅପସନ୍ରେ ଯାହା ବି ରହିଛି ଏଇଟା ଅନୁଚ୍ଛେଦରେ କେଉଁଠାରେ ସଠିକ ଲେଖା ହେଇଛି, ଉଲ୍ଲେଖିତ ହୋଇକି ରହିଛି, କେଉଁ ଅପସନ୍ଟା ବୋଲି ଲେଖା ଅଛି, ଏମିତି ପଚାରିଛି କ୍ୱେଶ୍ଚନ୍। ତ ପଢ଼ିବା। ଦେଖ ମୁସଲମାନ ସମୁଦାୟ ଜନସଂଖ୍ୟା 15 ଭାଗ ରହିଛି ମୁସଲମାନ, 2 ଭାଗ ରହିଛି ଶିଖ ଓ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ, ଶତକଡ଼ା 1 ଭାଗରୁ ଏମିତି ଦେଇଛି। ଠିକ ଅଛି, ପୁରା ପଢ଼ିବା ପାଇଁ ପଡ଼ିବ ନାହିଁ, ଟିକେ ଟିକେ ଦେଖିଦେବ। ତ ମୁସଲମାନ ମାନଙ୍କର ଜନସଂଖ୍ୟା କେତେ? 15%। ଏଗୁଡ଼ିକ ତ ଲେଖା ହେଇନାହିଁ, ତ ଉତ୍ତର କ'ଣ ହେବ? ଏମିତି ଦେଖ ଓଡ଼ିଆ ଗ୍ରାମାରରେ ନା ଦେଖୁ ଦେଖୁ ଏତେ ସହଜ ପଡ଼େ ପରୀକ୍ଷାରେ, ଦେଖୁ ଦେଖୁ କରିପାରିବ, କିନ୍ତୁ ଏମିତି ହେବ ନାହିଁ। ଏହା ପାଇଁ ବହୁତ ଅଭ୍ୟାସ କରିବା ପାଇଁ ପଡ଼ିଥାଏ। ଠିକ ଅଛି, ଦେଖ ଏଇ ଟାଇପ୍ର କ୍ୱେଶ୍ଚନ୍ ପଚାରେ ଯେ ଅନୁଚ୍ଛେଦରେ ଦିଆଯାଇଥିବା ସଠିକ ଉଦାହରଣ କ'ଣ। ତ ଏଇ ଉଦାହରଣ ଅନୁଚ୍ଛେଦରେ ଦେଖିବ ଯେ କେଉଁ ଜାଗାରେ ଅଛି, କେଉଁଟା ସଠିକ ଭାବରେ ଅଛି, ଏଇଟାକୁ କେବଳ ଦେଖିବ ଖୋଜିକି। ଠିକ ଅଛି, ଏମିତି ହିଁ କ୍ୱେଶ୍ଚନ୍ ପଚାରେ। ତ ଏହା ପାଇଁ ଜଲ୍ଦି ଜଲ୍ଦି କରିବା ପାଇଁ ପ୍ରାକ୍ଟିସ୍ କରି। ଦେଖ ଏଥିରେ କ୍ୱେଶ୍ଚନ୍ ଦେଇଛି ଏକତା ଶବ୍ଦର ସଠିକ ବ୍ୟବହାର କ'ଣ। ଏକତା ଏଇଟା ଅନୁଚ୍ଛେଦରେ ଦେଖିବ କେଉଁ ଜାଗାରେ ଅଛି। ଏକତା ଶବ୍ଦର ସଠିକ ବ୍ୟବହାର, ଆମେ ଏକତା ପୁସ୍ତକ ପଢ଼ୁଛି, ଏଇଟା ତ ଆମେ କ'ଣ ହେବ, ଏହାର ଅର୍ଥ କ'ଣ? ସଠିକ ବ୍ୟବହାର, ଗାଁରେ ସମସ୍ତେ ଏକତାରେ କାମ କଲେ, ଏଇଟା ହେଇଯିବ। ଏକତା ବଜାରକୁ ଗଲା, ଏଇଟା ତ ହେବ ନାହିଁ। ଏକତା ଖାଇବାରେ ଭଲ ପାଉଥାଏ, ଏଇଟା ବି ହେବ ନାହିଁ। ଏକତା ପୁସ୍ତକ ପଢ଼ୁଛି, ଏଇଟା ବି ହେବ ନାହିଁ। ଏଇଟା ଭଲ ଶୁଣାଯାଉଛି, ଏଇଟା ହିଁ ଭଲ ଅଛି, ସଠିକ ବ୍ୟବହାର ହୋଇଛି ଏଇ ଅନୁଚ୍ଛେଦରେ। ଅନୁଚ୍ଛେଦରେ ଯାହା ଅଛି ତାହା କରିବ, ଅନୁଚ୍ଛେଦକୁ ଦେଖିବା ପାଇଁ ପଡ଼ିବ। ବ୍ୟବହାର କ'ଣ ହେଇଛି ପଚାରିଛି, ଆଉ ଦେଖିବା ପାଇଁ ପଡ଼ିବ, ଏମିତି କରିହେବ ନାହିଁ। ଠିକ ଅଛି, ଗାଁରେ ସମସ୍ତେ ଏକତାରେ କାମ କଲେ, ଏଥିରେ ଖୋଜିବ ଆଉ କରିବ। କେଉଁଠି ଅଛି ଦେଖ, ଆଉ ଖୋଜ ଆଉ କର। ଠିକ ଅଛି, କେଉଁ ଜାଗାରେ ଅଛି ଦେଖିଦିଅ ଆଉ ଖୋଜ। ତ ଆଜି ପାଇଁ ଏତିକି, କ୍ୱେଶ୍ଚନ୍ ସରିଗଲା ଓଡ଼ିଆ ଗ୍ରାମାର। ତ ପରବର୍ତ୍ତୀ ସମୟରେ ଆହୁରି ଆମେମାନେ କରିବା। ତ ଆମର ସର୍ବପ୍ରଥମେ ଇନଫର୍ମେସନ୍ ପାଇବା ପାଇଁ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେବା ପାଇଁ ଭୁଲିବ ନାହିଁ। ଟେଲିଗ୍ରାମ ଚ୍ୟାନେଲର ନାଁ ହେଉଛି ବିଭୂତି ଓରାମ ଅଫିସିଆଲ। ଏଥିରେ ଜଏନ୍ ହେଇଯିବ। ଠିକ ଅଛି, ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ। ତ ଆଜିର କ୍ୱେଶ୍ଚନ୍ କେମିତି ଥିଲା କମେଣ୍ଟ କରିକି ଜଣାଇବ, କ'ଣ ଶିଖିଲ। ଠିକ ଅଛି, ଆଉ କରିବା କି ନାହିଁ ଏହା ମଧ୍ୟ କମେଣ୍ଟ କରିକି ଜଣାଇବ। ଠିକ ଅଛି, ସମସ୍ତଙ୍କୁ ଜୟ ଜଗନ୍ନାଥ।